एभली शिक्षा आवश्यक जहाद्वारा चरित्र गठन होई परिबो, मनर शक्ति बढ़िबो, बुद्धिर विकास हेबो एवं मनुष्य निज पादरे निजे छिड़ा होई परिबो। अर्थात जीवन बंचिबार कला और विज्ञान शिखि परिबो। एथिपाई से शिक्षा हासिल करिबो नाही जे ताकू भल पाठ पढ़िबा पई गोल्ड मेडल मिलिबो। आमको एभली शिक्षा प्रणाली आपणेइबाकू हेबो जहाद्वारा विद्यार्थीर सर्वांगीन विकास संभव होइबो। The words of Aurobindo, the chief aim of education should be to the health, the growing soul, to thought that it himself which is best and to make it perfect for an human use. श्री अरविंदଙ୍କ भाषाରେ ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ଗଢ଼ି ଉଠୁଥିବା ଆତ୍ମାକୁ ଯାହା ସର୍ବୋତ୍ତମ ତାକୁ ନିଜ ଭିତରେ ପ୍ରକାଶିତ କରିବାରେ ସହାୟକ ହେବା। ଏହାକୁ ଏକ ଉତ୍ତମ ବ୍ୟବହାର ପାଇଁ ପୂର୍ଣ୍ଣାଙ୍ଗ କରି ଗଢ଼ି ତୋଳିବା। ଆଜି ଆମେ ଷଷ୍ଠ ଶ୍ରେଣୀର ପିଲାମାନେ ଶ୍ରୀ ଅରବିନ୍ଦ ଶ୍ରୀମାଙ୍କ ଆଲୋକରେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ପ୍ରକୃତି ଓ ପରିଣାମ ସମ୍ବନ୍ଧରେ କିଛି ଉପସ୍ଥାପନା ସହ ନୂଆ ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଆମ ବିଚାର, ଅନୁଭବ ଓ ଆଶାର ଏକ ଝଲକ ଏହି କାର୍ଯ୍ୟକ୍ରମ ଭିତରେ ଦେଇ ଆପଣମାନଙ୍କୁ ଦେଖାଇଛୁ। ଆମ ପ୍ରୟାସ ଆମ ଶିକ୍ଷା ବ୍ୟବସ୍ଥା ଉପରେ ଏକ କଟାକ୍ଷ ନୁହେଁ, ଅପର ପକ୍ଷରେ ଅସଲ ବାସ୍ତବତାକୁ ଦେଖାଇ ଦେବାର ଏକ ବିନମ୍ର ପ୍ରୟାସ ମାତ୍ର। ଆମ ପ୍ରସ୍ତୁତି ଆମ ଶିକ୍ଷା ବ୍ୟବସ୍ଥା ଉପରେ ଏକ ଆଶା କରୁଛୁ ଆମର ଏହି ପ୍ରସ୍ତୁତି ଆପଣମାନଙ୍କ ଭିତରେ ଏକ ଭାବାନ୍ତର ନିଶ୍ଚୟ ସୃଷ୍ଟି କରିବ ଯେ କେଉଁ ଧରଣର ନୂତନତ୍ୱ ଆମେ ଏଥିରେ ଧରି ଦେଇପାରିବା। ତେବେ ଆସନ୍ତୁ ଦେଖିବା ଆମର ଏହି କ୍ଷୁଦ୍ର ନାଟକ ସରିଲାଣି ବେଳ। ସରିଲାଣି ବେଳ। ବନ୍ଧୁ ଦିନ ଦିନ ମୋର କଥା ମନେ ପଡ଼ିଗଲେ ଭାରି ହୋଇଯାଏ ପାଲୁ। ସୁଗନ୍ଧ ବଚନ ମିଠା ତିରଣ ପାଶୋରି ନ ଯାଏ ବନ୍ଧୁ। ଦିନ ଦିନ ମୋର କଥା ମନେ ପଡ଼ିଗଲେ ଭାରି ହୋଇଯାଏ ପାଲୁ। ଆଚ୍ଛା, ଆଜି ଏଠି କ'ଣ ନାଟକ ହବ? କିଛି ତ ବିଷୟ ଥିବ ଆମ ନାଟକର। ଆଜିକାଲି ସମସ୍ତେ ତ ଖାଲି ଇଲେକ୍ସନ ଇଲେକ୍ସନ ହେଉଛନ୍ତି। ତାହେଲେ ଆଜିର ବିଷୟଟି ନିହାତି ନିର୍ବାଚନ ଉପରେ। ନା, ଏ ନାଟକର କଥା ଆମେ ଦୁର୍ନୀତି ଉପରେ ରଖିବା। କାରଣ ତଳୁ ଉପର ଯାଏ ଦୁର୍ନୀତି
ଇଞ୍ଜିନିୟର ପୁଅ ଇଞ୍ଜିନିୟର ହିଁ ହେବ। ତାଙ୍କର ଲେଖା କହୁଛି ବଡ଼ ହେଲେ ଖେଳକୁଦରେ ପ୍ରସିଦ୍ଧ ହାସଲ କରିବ। ଖେଳକୁଦ ଏ କଣ କହୁଛନ୍ତି ପଣ୍ଡିତ ଆପଣ? ତାକୁ ତ ମୋ ଭଳିଆ ସଫ୍ଟୱେର ଇଞ୍ଜିନିୟରିଂ ହେବାକୁ ହବ। ଆପଣ ତ ଜାଣିନାହାନ୍ତି କହନ୍ତି ନା ପଢ଼ିଲେ ଲେଖିଲେ ହୋଇବ ନବାବ, ଖେଳିଲେ କୁଦିଲେ ହୋଇବ ଖରାପ। ଭଲ ଖେଳିବ ପିଲାମାନଙ୍କୁ ଖେଳିବାକୁ ଦିଅ। ସୋସିଆଲ ମିଡ଼ିଆର ଯୁଗରେ ପିଲାମାନେ ମୋବାଇଲ ଧରି ଘର ଭିତରେ କଥା ବୋଳିଆ ଲାଗିଛନ୍ତି। ଏସବୁ ଛାଡ଼, ଏବେ ଆଗକୁ କଣ ହେଲା କୁହ? ତାପରେ ଆଉ କଣ? ଉନ୍ନତ ହୋଇଗଲା ସ୍କୁଲରେ ଆଡମିସନ। ପୁରା ସମାଜ ଲାଗି ଇଞ୍ଜିନିୟରିଂ ପାଇଁ ଚାଲିଲା ତାର ମିଶନ। ପଢ଼ି ପୂରଣ କରିବା ପାଇଁ ଚାଲିଲା ତାର ଇଞ୍ଜିନିୟରିଂ ମିଶନ। ହେଲେ ତା ଭିତରେ ଅଲଗା କିଛି ରାସ୍ତା ରୂପ ନେଉଥିଲା। ଆସନ୍ତୁ ଦେଖିବା କଣ ହେଲା ଯେତେବେଳେ ସେ କଥା ତା ବାପାଙ୍କୁ ଜଣା ପଡ଼ିଲା।
ତାପରେ ତାପରେ କଣ ନା ବନ୍ଧୁଗଣ? ତାପରେ କଣ? ତାପରେ ମୁନା ନିଜ ଭିତରେ ନିଜେ ଚାପି ହୋଇ ରହିଗଲା। ତା ଆତ୍ମବିଶ୍ୱାସ କେଜାଣି କୁଆଡ଼େ ମଉଳି ଗଲା। ଛୋଟ ବୟସରୁ ତା ଦେହରେ ଲାଗିଗଲା ଅନେକ ଶିକୁଳି ଓ ହାତ କଳି। ଅନ୍ୟର ଲକ୍ଷ୍ୟ ପୂରଣ କରିବାକୁ ସେ ନେଇଗଲା ଠିକା। ଅନ୍ୟର ଲକ୍ଷ୍ୟ ପୂରଣ କରିବାକୁ ସେ ଲାଗି ପଡ଼ିଲା ମାଙ୍କଡ଼ ଦୌଡ଼ରେ। ହେଇଗଲା ଇଞ୍ଜିନିୟର। ଇଞ୍ଜିନିୟର ହୋଇ ଚାଲିଗଲା ବିଦେଶକୁ। ବହୁତ ପଇସା ରୋଜଗାର କରିବାକୁ ଲାଗିଲା। ଆଉ ସେଇଠି ହିଁ ବାହା ହୋଇ ପ୍ରସବଟିଏ ତୋଳି ସେଇଠି ହିଁ ରହିଗଲା। ତେବେ ଆସୁନ ଟିକେ ବୁଲି ଆସିବା ତାଙ୍କ ଘର ଆଡ଼େ। ଶୁଣୁଛ ନା, ସେ କଣ କହିଲା? ଆମ ବୁଲାକୁ କୁଆଡ଼େ ଆମ ପାଖକୁ ଆସିବାକୁ ଟିକେ ସମୟ ନାହିଁ। ଆଉ ସେ ଏତେ ବ୍ୟସ୍ତ ଯେ ଫୋନ୍ରେ କଥା ହେବାକୁ ସମୟ ନାହିଁ। ଫୋନ୍ କାଟିଦେଲା। ଶୁଣିନି ମାଳତୀ, ମୁଁ ସବୁ ଶୁଣିନି। ଏ ବୁଢ଼ା ବୟସରେ ଏମିତିଆ ଦିନ ଦେଖିବାକୁ ଥିଲା। ଏମିତିଆ କୁଳାଙ୍କର ପୁଅ ଆମରି ଭାଗ୍ୟରେ ଜନ୍ମ ନେବାକୁ ଥିଲା। ମୋଲା ମୋର ଚାଲୁଣି କହୁଛି ଛୁଟିକୁ, ତୋ ଦେହରେ ଗୋଟେ କଣା। ବୋଉ, ତୁ ଏମିତି ସମୟରେ ଏଇକି କଥା କହୁଛୁ? ଚୁପ୍ କର, ସେ ସତ ହିଁ କହୁଛି। ଜନ୍ମ ବେଳୁ ପିଲାଙ୍କୁ ଶିକ୍ଷା ଦଉଛି ଯେ ଆମର ଖାଲି ପାଠ ପଢ଼ି ଯାଏ, କାହାକୁ ବି ଅନାନି। ଭଲ ମାର୍କ ଆଣିବ, ବଡ଼ ଅଫିସର ହୋଇ ନିଜେ ଖୁସିରେ ବଞ୍ଚିବୁ। ପିଲା ତ ଶିଖୁଛି, ଖୁସିରେ ରହିବାକୁ ହେଲେ ଅଧିକ ଟଙ୍କା ରୋଜଗାର କରିବାକୁ ହେବ। ପିଲା ଶିଖୁଛି, ବହୁତ ପଇସା ରୋଜଗାର କରିବାକୁ ହେଲେ ବିଦେଶ ଯିବାକୁ ପଡ଼ିବ। ବିଦେଶ ଯିବାର ସ୍ୱପ୍ନ ତା ଭିତରେ ଭରି ଯାଇଛି। ଆଉ ଯେବେ ବିଦେଶ ଯାଇ ସିଆଡ଼େ ବାହା ହେଇ ରହିଯାଉଛି, ସେବେ ତୋ ବାବା ମା କାନ୍ଦିବାରେ ଆଉ କଣ ଅଛି? ସେଇ ସ୍ୱପ୍ନ ତୁମେମାନେ ତାକୁ ଦେଖାଇଥିଲ ନା? ଏବେ କୁହ, ଭୁଲ କାହାର? ଭୁଲ? ନମସ୍କାର। ଭୁଲ ଆମ ଶିକ୍ଷା ବ୍ୟବସ୍ଥାର। ଆମ ଶିକ୍ଷା ବ୍ୟବସ୍ଥା ହୃଦୟ ପାଖରୁ ଦୂରେଇ ଯାଉଛି। ହୃଦୟ ଥିବା ମଣିଷ ନୁହେଁ, ସେ ତିଆରି କରୁଛି ରୋବଟ। ହଁ, କେବଳ କଥା କୁହାଏ, ଏବେ ମେସିନ୍ ସବୁ ଉତ୍ପାଦନ ହେଉଛନ୍ତି। ଯାହାର ବୁଦ୍ଧି ତ ଅଛି, ହେଲେ ଅଧିକାଂଶଙ୍କର ଚିନ୍ତା କରିବା ଶକ୍ତି ଲୋପ ପାଇଯାଉଛି। ଆଜିକାଲି ଶିକ୍ଷାର ଲକ୍ଷ୍ୟ ଯେତେବେଳେ ସାହାଯ୍ୟ ପଇସା ରୋଜଗାର କରିବା, ତାଠାରୁ ବଡ଼ କଣ ଆଶା କରାଯାଇପାରିବ? ଆଚ୍ଛା, ଏମିତି କଥା? ଆମ ଶିକ୍ଷା ଆମକୁ ପାଠୁଆ କରୁଛି, ହେଲେ ଶିକ୍ଷିତ କରିପାରୁନାହିଁ।
ପ୍ରତିଷ୍ଠା ଦିବସ 50ତମ ପୁରିବ। ଏବେ ତୁ ହିସାବ କରିବେ। ଭାଇ 1974 ମସିହା ଅଗଷ୍ଟ 4ରେ ଆମ ସ୍କୁଲ ପ୍ରତିଷ୍ଠା ହୋଇଥିଲା ନା? ହଁ। ଏ ବର୍ଷ ଆମେ ଗାର୍ଡିଆନ ମାନଙ୍କୁ ନିମନ୍ତ୍ରଣ କରିବା। ହଁ, ତୁମେ ନୂଆ ଆସିଛ, ତୁମେ ନିଜେ ହିଁ ନିମନ୍ତ୍ରଣ କରିଦିଅ। ସମସ୍ତ ବାପା ଓ ମା ମାନଙ୍କୁ ମୋର ପ୍ରଣାମ। ଏ ବର୍ଷ ଆମ ସ୍କୁଲରେ ଅଗଷ୍ଟ 4 ତାରିଖରେ ଗୋଲ୍ଡେନ ଜୁବଲି ପାଳନ ହେବ। ନିଶ୍ଚୟ ଆସିବେ, ଭୁଲିବେନି। ନିମନ୍ତ୍ରଣ ରହିଲା। ଅରଭର। ଅପା ଜାଣିଛ, ସମସ୍ତେ ତ କହୁଛନ୍ତି ମାର୍କ ମାର୍କ ମାର୍କ। ଏ ଶବ୍ଦ ଶୁଣି ଶୁଣି କାନ ବଧିର ହୋଇଗଲାଣି। ଅଭିଭାବକମାନଙ୍କୁ ଦରକାର ପୁଳା ପୁଳା ମାର୍କ। ସେ ମାର୍କ ତାଙ୍କ ସମ୍ପତ୍ତି, ତାଙ୍କ ପ୍ରେଷ୍ଟିଜ୍। କ୍ଲାସ୍ ଟିଚରଙ୍କୁ ଦରକାର ପୁଳା ପୁଳା ମାର୍କ, ନହେଲେ ତାଙ୍କ ନାକ ଗତ ଯିବନି। ପୁରା ଗାର୍ଡିଆନ ମିଟିଂ ସରିଗଲା କେବଳ ଗୋଟାଏ ଶବ୍ଦରେ, ମାର୍କ ମାର୍କ ମାର୍କ। ଆଉ ସେ ଭିତରେ ପିଲାଟିର ଅସଲ ସୌନ୍ଦର୍ଯ୍ୟ ପଛେ ନୟନଟକାରେ ବିସର୍ଜିତ ହୋଇଯାଉ, କାହାକୁ ବା କ'ଣ ଫରକ ପଡ଼େ? ପୂର୍ଣ୍ଣାଙ୍ଗ ଶିକ୍ଷା ବୋର୍ଡ ମାରିଦେଲେ ଶିକ୍ଷା କେନ୍ଦ୍ର ପୂର୍ଣ୍ଣ ହୋଇଯାଏ। ପୂର୍ଣ୍ଣତାର ଲକ୍ଷ୍ୟ ରଖି ଜୀବନ ବଞ୍ଚିବାକୁ ପଡ଼େ। ପୂର୍ଣ୍ଣତାର ଲକ୍ଷ୍ୟ ପଡ଼ି ବିଦ୍ୟାଳୟର ପରିବେଶ ଓ ସଂସ୍କୃତି ଗଢ଼ିବାକୁ ପଡ଼େ। ସମାଜ ଯେତେ ଜାତିକୁ ଚେଷ୍ଟା କଲେ ବି ନିଜର ଆଦର୍ଶ ଉପରେ ଅଚଳ ରହିବାକୁ ପଡ଼େ। ସୀମା ଆସିବାର ମୁଣ୍ଡକ ନାଁ ନେଇ ପୁଣି ଯଦି ଗୋଟିଏ ସାଧାରଣ ଶିକ୍ଷା ବ୍ୟବସ୍ଥା, ସାଧାରଣ ଲକ୍ଷ୍ୟ ଭିତରେ ଆମକୁ ବନ୍ଦୀ ଦିଆଯାଏ, ତେବେ ଏ ଶିକ୍ଷାର ମାନେ କ'ଣ? ତେବେ ଶିକ୍ଷା ଯେମିତି ଏକ ଅର୍ଥହୀନ କବିତା, ସମାଜର ସମୁଦ୍ରରେ ବହି ଚାଲୁଥିବା ଦିଗହରା ଡଙ୍ଗା। ସେ ବହି ତ ଚାଲିଥାଏ, ହେଲେ ଜଣା ନଥାଏ ସେ କୁଆଡ଼େ ଯାଉଛି। ହଁ, ହଠାତ୍ ଦିନେ ଜୀବନର ଢେଉରେ କେବେ ସେ ବୁଡ଼ିଯିବ ତାକୁ ନିଜେ ବି ଜଣା ନଥାଏ। ଆମେ ଏଠି ଏପରି ପିଲାମାନଙ୍କୁ ଗଢ଼ିବାକୁ ଚାହିଁବା ଯେଉଁମାନେ ସେ ପୁରୁଣା ଧାରାରେ ଜୀବନ ବଞ୍ଚି ରହିବାକୁ ଚାହିଁବେ। ସେମାନେ ବଞ୍ଚିବେ ନିଜ ଅନ୍ତରସ୍ଥକୁ ଖୋଜି ପାଇବାକୁ। ସେମାନେ ବଞ୍ଚିବେ ଭଗବାନଙ୍କର ଗୁଣଗୁଡ଼ିକୁ ନିଜ ଭିତରେ ପ୍ରକାଶ କରିବେ। ସେମାନେ ବଞ୍ଚିବେ ଗୋଟିଏ ନୂଆ ଦୁନିଆକୁ ଏ ପୃଥିବୀ ଉପରେ ଓହ୍ଲେଇ ଆଣିବାକୁ। ଆମର ଏହି ପୁତ୍ର ନାଟକ ଭିତରେ ଦେଇ ଅଭିଭାବକ ଓ ଶିକ୍ଷକମାନଙ୍କୁ ଆମର ଏତିକି ନିବେଦନ, ଯେଉଁ ଉପବନେ ଫୁଟାଇଥିଲ ତୁମେ ଫୁଲ, ସମୟ ଆସିଛି ପାଇବାକୁ ତୁମ ଶ୍ରମର ଅସଲ ମୂଲ୍ୟ। ଦେଖାଣିଆ ଢଙ୍ଗ ଯେତେ ତେଜିସକୁ ଆଜି ହୃଦୟରେ ଥାପି ଦିଅ ସ୍ପର୍ଶତା କୋମଳ। ସରିଲାଣି ବେଳ, ଆସିବ ନୂଆ ସକାଳ। ସରିଲାଣି ବେଳ, ଆସିବ ନୂଆ ସକାଳ। ଚାଲି ଶିଖିଲା ବେଳେ ଯେବେ ସେ ପଡ଼ିଯାଏ, ଚାଲି ଶିଖିଲା ବେଳେ ଯେବେ ସେ ପଡ଼ିଯାଏ, କେତେ ଆଖି ଥାଏ ତାକୁ ଅନାଇବାକୁ, ଭୟର ଖଡ଼୍ଗରେ ତାକୁ ହାଣିବାକୁ। କେତେ ଆଖି ଥାଏ ତାକୁ ଅନାଇବାକୁ, ଭୟର ଖଡ଼୍ଗରେ ତାକୁ ହାଣିବାକୁ। ତୁମେ ପୁଣି କୁହ ଏଇଟା ତା ଚରିତ୍ରର ଦୋଷ। ତୁମେ ପୁଣି କୁହ ଏଇଟା ତା ଚରିତ୍ରର ଦୋଷ। ବିଡ଼ମ୍ବନା କେତେ ଜାଣ ତୁମେ